ଗାଁକୁ ଆଜି ଘୋଡ଼ା ନାଚ ଆସିଥିଲା। ମୁଁ ଘରୁ ବାହାରିକି ଯାଉଥାଏ, ହଠାତ୍ ଘୋଡ଼ା ନାଚ ଦେଖି ଘରକୁ ଆସିଲେ କିଛି ପଇସା ଦେବା ପାଇଁ। କାହିଁକି ନା ଗାଁରେ ଯେତେ ଫଙ୍କସନ ହବ ଆମେ ସମସ୍ତେ ସହଯୋଗର ହାତ ବଢେଇଲେ ଯାଇକି ଫଙ୍କସନ ହେଇପାରେ। ମୁଁ ଘରୁ ପଇସା ନେଇକି ଆସିବା ଦ୍ୱାରା ଘୋଡ଼ା ନାଚ ଖଣ୍ଡ ବାଟ ପଳେଇଲାଣି। ମୁଁ ଆଉ ଦେଖିପାରିଲିନି ନାଚ। ପଛରୁ ଦେଖିଲି ବହୁତ ଦୂରରେ ଯାଇକି ସେମାନେ ପହଞ୍ଚିଲେଣି। ଦୂରରେ କିନ୍ତୁ ବଢିଆ ନାଚ ହଉଥାଏ। ସମସ୍ତଙ୍କ ଦ୍ୱାରରେ ସମସ୍ତେ ଦେଖିବାକୁ ଠିଆ ହେଇଯାଇଥାନ୍ତି। କାହିଁକି ନା ଏ ନାଚ ସବୁ ବର୍ଷ ଦେଖିଲେ ଗାଁକୁ ଚୈତ୍ର ମାସରେ ଚୈତି ଘୋଡ଼ା ଆସିଲେ ଏ ଗୋଟେ ଖୁସି ସମସ୍ତଙ୍କର। ତାଙ୍କ ସାଙ୍ଗରେ ଯାଉଥିବା ଭାଲୁ ମହାରାଜ ପଛରେ ରହିଯାଇଥିଲେ। ସେ ଆସିକି ଯେତେବେଳେ ପହଞ୍ଚିଲେ ମୁଁ କହିଲି, ଆରେ ତୁ କେମିତି ପଛରେ ରହିଯା? ସେ ରହ ରହ ମୋର ଟିକେ ଭିଡିଓ କରିଦିଅ କହିକି ମୋ ପାଖକୁ ପଳେଇ ଆସିଲା। ମୁଁ କହିଲି ଏମିତି ଭିଡିଓ ହବ ନା, ମୁଁ ଟିକେ ନାଚି ଦଉଛି। ପିଲାଙ୍କ ମନ ତ ଖୁସି, ସେ ଟିକେ ନାଚିଦେଲା। ଆଜି ବିପିନ ଆସିଥିଲା ଘରକୁ, ସେ ଆଣିଥିଲା ଡ୍ରାଗନ ଫ୍ରୁଟ, ତରଭୁଜ। ତରଭୁଜ କାଟିକି ଦେଲି। ଡ୍ରାଗନ ଫ୍ରୁଟ ଏତେ ମତେ ଭଲ ଲାଗେନି, ତରଭୁଜ ବି ଭଲ ଲାଗେନି, ପାଣିଚିଆ ଲାଗେ। କିନ୍ତୁ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଡ୍ରାଗନ ଫ୍ରୁଟ ତ ଜମା ଭଲ ଲାଗେନି। ବିପିନ ଆଜି ପଳଉଛି, ପୁଣି ନେକ୍ସଟ ୱିକରେ ଆସିବ ବୋଲି କହିକି ଯାଇଛି। କେବେ ଆସୁଛି କେଜାଣି, ବହୁତ ଦିନ ପରେ ତ ଆସିଲା। ଜୟ